କାଲି ଆମେ ଆମର ରିଲାଏବଲ୍ ସୋର୍ସରୁ ଇନଫର୍ମେସନ୍ ପାଇକି ଆଉ ବାଙ୍ଗାଲୋରରେ କୁକୁର ସାହାଯ୍ୟରେ ରାମୀମୁଣ୍ଡା ଗ୍ରାମର 3 ଜଣ ଲୋକ ଆଉ ମଝିପଡ଼ା ଗ୍ରାମର 1 ଲୋକ ସିଏ ଗୋଟେ ମେଲ୍ ସ୍ପଟେଡ୍ ଡିଅରକୁ ମାରିଛନ୍ତି ଆଉ ତାକୁ ଜଙ୍ଗଲ ଭିତରେ କୁକୁର ଛୁଆର ରହିଲେ ତାପରେ ଲାଷ୍ଟ ତାକୁ ମାରିକି ତାପରେ ଭୋଜି କରିକି ଖାଇଛନ୍ତି। ଆଉ ତାପରେ ଆମେ ଖବର ପାଇକି ପୁରା ରେଡ୍ ହ୍ୟାଣ୍ଡେଡ୍ ତାଙ୍କୁ ସେଇ ଜଙ୍ଗଲ ଭିତରେ ସେ ଭୋଜି କରିବା ସମୟରେ ତାଙ୍କୁ କଲୁ। ତାପରେ ଇଣ୍ଟରୋଗେସନ୍ କଲା ପରେ ସେମାନେ କୋଉଠି କାଟିଥିଲେ କଣ କରିଥିଲେ ସବୁ ଦେଖେଇକି କିଛି ମାଂସ ମୁଣ୍ଡ ସହ ଆମେ ଜବତ କରିଛୁ। ଆଉ ତାଙ୍କୁ କୋର୍ଟ ଫରୱାର୍ଡ ହବ ପ୍ରୋସିଜିଅର ଯାହା ଫଲୋ କଲା ପରେ କୋର୍ଟ ଫରୱାର୍ଡ ହବ। ଟୋଟାଲ 4 ଜଣ ଘଟଣାରେ ସମ୍ପୃକ୍ତ। ମୁଁ ଯେମିତି କହିଲି ରାମୀମୁଣ୍ଡା ଗ୍ରାମର 3 ଜଣ, ରାମୀମୁଣ୍ଡା ଗ୍ରାମର ଗୋହିରାପଡ଼ାର 3 ଜଣ ଆଉ ଜଣେ ମଝିପଡ଼ା ଗାଁର। ହଁ ସେଇ 2 ଜଣ ଆମ ଯୋଉ ଏଣ୍ଟି ପୋଚିଂ ସ୍କ୍ୱାଡ୍ 2 ଜଣ ଆମ ସେଇଥିରେ ବି ଇନଭଲ୍ଭ ଅଛନ୍ତି। ସେ ଦୀର୍ଘ ଦିନ ଧରି ଆମ ସେଠି ସ୍କ୍ୱାଡ୍ ହିସାବରେ ଏନଗେଜ୍ ଥିଲେ। ସେଇ ଆମେ ଗୋଟେ ଟିମ୍ କରିଥିଲୁ। ଗୋଟେ ଟିମ୍କୁ ଜଷ୍ଟ ଲାଷ୍ଟ ମୋମେଣ୍ଟରେ ସ୍ପ୍ଲିଟ୍ କରିକି ଗୋଟେ ଟିମ୍ ଯାଇକି ରେଡି କରିଥିଲୁ। ଯେହେତୁ ଆମେ ଗୋଟେ ଅତର୍କିତ ଭାବରେ ସଡ଼ଉ କରିଥିଲୁ ସେ ଜଣେ ଖସି ଯାଇଛି। ତଥାପି ପ୍ରକୃତରେ 5 ଜଣ ଥିଲେ, ଜଣେ ଖସି ଯାଇଛି। ଆମେ 4 ଜଣଙ୍କୁ ଆରେଷ୍ଟ କରିଛୁ। 5 ଜଣଙ୍କ ଅନ୍ୟ ଜଣଙ୍କୁ ଆମେ ସକାଳୁ ବି ଟ୍ରାଏ କରିଥିଲୁ ଆଉ ଆରେଷ୍ଟ ହେଇନି, କିନ୍ତୁ 4 ଜଣ ଆରେଷ୍ଟ ହେଇଛନ୍ତି।